ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଗ୍ରାମ ପଞ୍ଚାୟତର ରାଣୀବନ୍ଧ ଗାଁରେ ଆଜି ଏକ ହରିଣ ଉଦ୍ଧାର ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଏକ ହରିଣ ଭୁଲବଶତଃ ସହର ମୁହାଁ ହୋଇ ଗାଁ ଭିତରକୁ ପ୍ରବେଶ କରିଥିଲା। ହଠାତ୍ ଗାଁ ମଧ୍ୟରେ ହରିଣକୁ ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନ୍ୟ ପକ୍ଷରେ କିଛି ଲୋକ ହରିଣଟିକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିଥିଲେ। ଖବର ପାଇ ସ୍ଥାନୀୟ ଫରେଷ୍ଟ ଗାର୍ଡ ତୁରନ୍ତ ରାଣୀବନ୍ଧ ଗାଁରେ ପହଞ୍ଚିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରି ଲୋକମାନଙ୍କୁ ହରିଣଠାରୁ ଦୂରେ ରହିବାକୁ ପରାମର୍ଶ ଦେଇଥିଲେ। ହରିଣଟି ଭୟଭୀତ ଓ କ୍ଳାନ୍ତ ଅବସ୍ଥାରେ ଥିବାରୁ ତାହାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏଲ୍ଆଇଙ୍କୁ ଫୋନ କରି ଡକାଯାଇଥିଲା। ପରେ ପଶୁ ଚିକିତ୍ସା କର୍ମଚାରୀ ପହଞ୍ଚି ହରିଣର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ହରିଣଟି ସୁସ୍ଥ ଥିବା ସୂଚନା ମିଳିଥିଲା। ଫରେଷ୍ଟ ବିଭାଗ ପକ୍ଷରୁ ହରିଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପରବର୍ତ୍ତୀ ସମୟରେ ଜଙ୍ଗଲ ଅଞ୍ଚଳକୁ ଛଡ଼ାଯିବା ପାଇଁ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ଭିତରେ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ଦେଖିବାକୁ ମିଳିଛି। ଅନେକ ସ୍ଥାନୀୟ ବାସିନ୍ଦା ଫରେଷ୍ଟ ବିଭାଗକୁ ସହଯୋଗ କରିଥିବା ଜଣାପଡ଼ିଛି। ବନ୍ୟଜନ୍ତୁମାନେ ଖାଦ୍ୟ ଓ ସୁରକ୍ଷିତ ପରିବେଶ ଖୋଜି ଅନେକ ସମୟରେ ଜଙ୍ଗଲ ଛାଡ଼ି ଲୋକ ବସତି ଅଞ୍ଚଳକୁ ଆସୁଥିବାରୁ ଏଭଳି ଘଟଣା ବଢ଼ୁଥିବା କୁହାଯାଉଛି। ତେବେ ସମୟୋପଯୋଗୀ ପଦକ୍ଷେପ ନେଇ ହରିଣଟିକୁ ସୁରକ୍ଷିତ ଉଦ୍ଧାର କରିଥିବାରୁ ସ୍ଥାନୀୟ ଲୋକମାନେ ଫରେଷ୍ଟ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ରାୟଗଡ଼ା ଜିଲ୍ଲାରୁ ଜବା ପାଲକଙ୍କ ରିପୋର୍ଟ, ବିପ୍ଳବ ପରିକ୍ରମା।